ଲୋକାର୍ପଣ ପାଇଁ ପ୍ରସ୍ତୁତ ହେଉଛି କାନପୁର ବୃହତ୍ ଜଳ ପ୍ରକଳ୍ପ। କେନ୍ଦୁଝର ଜିଲ୍ଲାର ଯୋଡ଼ା ବ୍ଲକ ଅନ୍ତର୍ଗତ ବାସୁଦେବପୁର ନିକଟସ୍ଥ ବୈତରଣୀ ନଦୀ ଉପରେ ନିର୍ମାଣାଧୀନ ବହୁ ପ୍ରତୀକ୍ଷିତ କାନପୁର ଜଳସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସୂଚନା ମିଳିଛି। ମୁଖ୍ୟ କେନାଲ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ 12ଟି ସୁଇପ୍ ଗେଟ୍ ମଧ୍ୟ ଲାଗି ସାରିଛି। ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଖୁବ୍ ଶୀଘ୍ର କାନପୁର ପ୍ରକଳ୍ପ ଉଦ୍ଘାଟନ ହେବ ବୋଲି ସୂଚନା ଦେବା ପରେ ଯୁଦ୍ଧକାଳୀନ ଭିତ୍ତିରେ ଏହାକୁ ସମ୍ପୂର୍ଣ୍ଣ କରିବା ନିମନ୍ତେ ପ୍ରସ୍ତୁତି ଚାଲିଥିବା ଜଣାପଡ଼ିଛି। ଏହି ପ୍ରକଳ୍ପ ଦ୍ୱାରା ଯୋଡ଼ା, ଚମ୍ପୁଆ, ଝୁମ୍ପୁରା ସଦର ଓ ପାଟଣା ବ୍ଲକର 2,40,000ରୁ ଉର୍ଦ୍ଧ୍ୱ ଚାଷୀ ଉପକୃତ ହେବେ। ତେବେ କେତେକ ଅଞ୍ଚଳରେ ଏବେ ସୁଦ୍ଧା କେନାଲ କାମ ବାକି ରହିଥିବା ଜଣାପଡ଼ିଛି। ତେଣୁ ଡ୍ୟାମ୍ କାମ ସହିତ କେନାଲ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ସମ୍ପୂର୍ଣ୍ଣ କରାଯିବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ଏଥିସହିତ କାନପୁର ଜଳ ପ୍ରକଳ୍ପର ଉପର ଭାଗରେ କେତେକ ଶିଳ୍ପ ସଂସ୍ଥା ଇନଟେକ୍ ନିର୍ମାଣ କରି ବହୁଳ ଭାବେ ନଦୀ ଜଳକୁ ବ୍ୟବହାର କରୁଥିବା ବେଳେ ଆଗାମୀ ଭବିଷ୍ୟତରେ ଡ୍ୟାମ୍ ପାଇଁ ଜଳର ଅଭାବ ଦେଖାଦେବ ବୋଲି ପୂର୍ବାନୁମାନ କରାଯାଉଛି।